ସ୍ଥାନୀୟ ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ ସ୍କୁଲର 17ତମ ବାର୍ଷିକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁଖଲତା ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ପ୍ରତିହାରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋପୀନାଥପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର, ଅଧ୍ୟାପକ ଶିବପ୍ରସନ୍ନ ପଟ୍ଟନାୟକ, ବଚପନ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏବଂ ସ୍କୁଲର ଅଧ୍ୟକ୍ଷା ରୀନା ରାୟ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ କରି ଗଢି ତୋଳିବାରେ ବିଦ୍ୟା ହିଁ ମାର୍ଗଦର୍ଶକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଉତ୍ତମ ଛାତ୍ରୀ ଭାବେ ଏମ୍ ପୂର୍ବୀ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ଉତ୍ତମ ନୃତ୍ୟଶିଳ୍ପୀ ଭାବେ ଦେବାଂଶୁ ମହାପାତ୍ର, ବିଦ୍ୟାଳୟର ଛାତ୍ରୀ ଶ୍ରୀନିଧି ପଟ୍ଟନାୟକ ଓ ଦିବ୍ୟାଂଶୀ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। उत्तम नृत्य शिक्षक भावे अमित चटर्जी और मनीषा महांती, उत्तम क्रीड़ाविद भावे आद्यंश मिश्र, अन्नवी आयंस महांती, एम पूर्वी को आशालता मिश्र मेमोरियल ट्रॉफी प्रदान करा जायतिला। उत्तम मां भावरे प्रियांशी बेहेरा को चयन करा जायतिला। छात्र छात्री माने विभिन्न सांस्कृतिक कार्यक्रम परिवेषण करथिले। शिक्षयित्री मनस्विनी नंद मंच परिचालना करथिले।